ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଦ୍ୱିତୀୟ ଭାଗ ଭିଡ଼ିଓକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ। ତା ସହିତ ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ। ପିଲାମାନେ, ଯଦି ତୁମର ବାର୍ଷିକ ପରୀକ୍ଷାରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ 8 ମାର୍କର ଲଙ୍ଗ୍ କ୍ୱେଶ୍ଚନ୍ ଆସେ, ପ୍ରଥମେ ତୁମେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ବିଷୟରେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ। ତାପରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ତାରି ବିଷୟରେ ଲେଖିବ। ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ବିଷୟରେ ଲେଖିବ। ଆନ୍ଦୋଳନର ବିସ୍ତାର କେମିତି ହୋଇଥିଲା ତାରି ବିଷୟରେ ଲେଖିବ। ଇଂରେଜମାନେ ଆନ୍ଦୋଳନର ଦମନ କେମିତି କଲେ ତାରି ବିଷୟରେ ଲେଖିବ। ଏବଂ ପରିଶେଷରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଗୁଡ଼ିକ କ'ଣ ଥିଲା ତାହାରି ବିଷୟରେ ଲେଖି ଏହି ପ୍ରଶ୍ନର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ପିଲାମାନେ, ଆମେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ବିଷୟରେ ପଢ଼ିଛେ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡ଼ିକ କ'ଣ କ'ଣ ଥିଲା ତାରି ବିଷୟରେ ପଢ଼ିଲା। ତା ସହିତ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ବିଷୟରେ ମଧ୍ୟ ପଢ଼ିଲେ। ଯେଉଁ ପିଲାମାନେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓଟିକୁ ଦେଖିନାହିଁ, ସେମାନଙ୍କୁ କହିବି ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ପ୍ରଥମ ଭାଗ ଭିଡ଼ିଓଟି ଅଛି। ସେ ଭିଡ଼ିଓଟି ଯାଇ ପ୍ରଥମେ ଦେଖ, ତାପରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଦ୍ୱିତୀୟ ଭାଗ ଭିଡ଼ିଓଟି ଦେଖିବ। ଏବଂ ଆଜିର ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ଜାଣିବା ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ବିସ୍ତାର ବିଷୟରେ, ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଦମନ ବିଷୟରେ, ତା ସହିତ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ବିଷୟରେ ଆଜିର ଏହି ଦ୍ୱିତୀୟ ଭାଗ ଭିଡ଼ିଓରେ ଜାଣିବା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ବିସ୍ତାର। ଓଡ଼ିଶାରେ ଲବଣ ଆଇନ ଭଙ୍ଗ କରାଯାଇଥିଲା ଇଞ୍ଚୁଡ଼ି, ସାର୍ଥା, ଜାମକୁଣ୍ଡ, ଇରମଠାରେ। ବାଲେଶ୍ୱର ଜିଲ୍ଲାର ସାର୍ଥାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ ମଥୁରାମୋହନ ବେହେରା, କରୁଣାକର ପାଣିଗ୍ରାହୀ ଏବଂ ନୀଲାମ୍ବର ଦାସ। ଏହି ମଥୁରାମୋହନ ବେହେରା, କରୁଣାକର ପାଣିଗ୍ରାହୀ ଏବଂ ନୀଳାମ୍ବର ଦାସ ଲବଣ ସତ୍ୟାଗ୍ରହ କରିସାରିବା ପରେ ଇଂରେଜମାନଙ୍କ ଦ୍ୱାରା ଗିରଫ ହୋଇଥିଲେ। କଟକ ଜିଲ୍ଲାର କୁଜଙ୍ଗଠାରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା 1930 ମସିହା ମେ ମାସ 8 ତାରିଖରେ ଏବଂ ଏହି କଟକ ଜିଲ୍ଲାର କୁଜଙ୍ଗଠାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ନାରାୟଣ ବୀରବର ସାମନ୍ତ, ରମାଦେବୀ, ମାଳତୀ ଦେବୀ। କୁଜଙ୍ଗର ରାଣୀ ଭାଗ୍ୟବତୀ ପାଟମହାଦେଈ ଏହି କଟକର ଆଇନ ଅମାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବା ସମୟରେ କୁଜଙ୍ଗ କଟକ ଜିଲ୍ଲାର ଏକ ଅଂଶ ଥିଲା ପିଲାମାନେ। ଏବଂ କୁଜଙ୍ଗର ରାଣୀ ଭାଗ୍ୟବତୀ ପାଟମହାଦେଈ ମଧ୍ୟ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବା ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା ଓଡ଼ିଶାବାସୀଙ୍କ ଦ୍ୱାରା, ଯେମିତିକି ପାରାଦୀପ, ଏରସମା, ଗଡ଼ୁଆ, ବରଡିଆ, କାଲିଘାଟ ଇତ୍ୟାଦି ସ୍ଥାନରେ। ପୁରୀଠାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ନୀଳକଣ୍ଠ ଦାସ ଏବଂ ଜଗନ୍ନାଥ ଦାସ। ଏହି ଆଇନ ଅମାନ୍ୟ ଆନ୍ଦୋଳନ କାକଟପୁର, ଅସ୍ତରଙ୍ଗ, ଖଣ୍ଡସାହି, କୁହୁଡ଼ି, ଲାଟରା
ଇତ୍ୟାଦି ସ୍ଥାନରେ ସକ୍ରିୟ ହୋଇଥିଲା। ଓଡ଼ିଶାର ଗଞ୍ଜାମରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ, ସାରଳା ଦେବୀ, ମାଳତୀ ଦେବୀ, ନରସିଂହ ସାହୁ, ଦିବାକର ପଟ୍ଟନାୟକ ଇତ୍ୟାଦି। ଗଞ୍ଜାମ ଜିଲ୍ଲାର ହୁମା, ପଲ୍ଲୀନନ୍ଦ, ଲକ୍ଷ୍ମୀପୁର ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର କେନ୍ଦ୍ରସ୍ଥଳ ଗୁଡ଼ିକ ଥିଲା ଗଞ୍ଜାମ ଜିଲ୍ଲାର। ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଥାଏ ଓଡ଼ିଶାରେ ବାଲେଶ୍ୱର ଜିଲ୍ଲାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ବୋଲି। ତା ସହିତ କଟକ ଜିଲ୍ଲାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ବୋଲି ପ୍ରଶ୍ନ ବି ଆସିଥାଏ। ତା ସହିତ ପୁରୀ ଜିଲ୍ଲାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ବୋଲିକି ପରୀକ୍ଷାରେ ପ୍ରଶ୍ନ ଆସେ। ତା ସହିତ ଗଞ୍ଜାମ ଜିଲ୍ଲାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କେଉଁମାନେ ନେଇଥିଲେ ବୋଲି ତୁମର ପରୀକ୍ଷାରେ 1 ମାର୍କର ପ୍ରଶ୍ନ ଆସିଥାଏ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଓଡ଼ିଶା ମାନଚିତ୍ରର ଫଟୋ ଚିତ୍ର। ଏହି ଫଟୋ ଚିତ୍ରରେ ଦର୍ଶାଇ ଦିଆଯାଇଛି ଯେ ଓଡ଼ିଶାର କେଉଁ କେଉଁ ଜିଲ୍ଲା ଗୁଡ଼ିକରେ ଆଇନ ଅମାନ୍ୟ ଆନ୍ଦୋଳନ ତୀବ୍ରତର ହୋଇଥିଲା। ଯେମିତିକି ଏଠି ମୁଁ ଦର୍ଶାଉଛି, ଦେଖ ଏଇଟା ହେଲା ତୁମର ଗଞ୍ଜାମ ଜିଲ୍ଲାରେ, ତା ସହିତ ପୁରୀ ଜିଲ୍ଲାରେ ଗଞ୍ଜାମକୁ ଲାଗିକି ପୁରୀ ଥିଲା ପିଲାମାନେ, ଏବଂ ପୁରୀକୁ ଲାଗିକି କଟକ ଜିଲ୍ଲା ଥିଲା, ଏବଂ କଟକ ଜିଲ୍ଲାକୁ ଲାଗିକି ବାଲେଶ୍ୱର ଜିଲ୍ଲା ଥିଲା। ଏହି ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ମୁଖ୍ୟତଃ ଏହି 4ଟି ଜିଲ୍ଲାରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ତୀବ୍ରତର ହୋଇଥିଲା। ଏଠି ଯେଉଁ ମାନଚିତ୍ରଟି ଦେଖୁଛ ପିଲାମାନେ, ଏହି ମାନଚିତ୍ରରେ ଓଡ଼ିଶାର 13ଟି ଜିଲ୍ଲାକୁ ଦର୍ଶାଯାଇଛି। କିନ୍ତୁ ପିଲାମାନେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା 1936 ମସିହାରେ, ଓଡ଼ିଶାରେ କେବଳ 6ଟି ଜିଲ୍ଲା ଥିଲା। ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା ପିଲାମାନେ 1936 ମସିହାରେ, ଓଡ଼ିଶାରେ କେବଳ 6ଟି ହିଁ ଜିଲ୍ଲା ଥିଲା। ସେ 6ଟି ଜିଲ୍ଲାକୁ ବି ଏଠି ମୁଁ ସୂଚାଇ ଦେଇଛି: କୋରାପୁଟ, ସମ୍ବଲପୁର, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର। ଏହି 6ଟି ହିଁ ଜିଲ୍ଲା ସମୁଦାୟ ଥିଲା ପିଲାମାନେ। ଏବଂ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବା ସମୟରେ ମଧ୍ୟ ମୁଖ୍ୟତଃ ଏହି 6ଟି ଜିଲ୍ଲାକୁ ନେଇକି ହିଁ ତୁମର ଓଡ଼ିଶା ଥିଲା। କାହିଁକିନା 1930 ମସିହାରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା ଏବଂ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ବା ସ୍ୱତନ୍ତ୍ର ରାଜ୍ୟ ଗଠିତ ହେଲା 1936 ମସିହାରେ। ତେଣୁକରି ଏହି 6ଟି ଜାଗା ହିଁ ମୁଖ୍ୟ ଅଞ୍ଚଳ ଗୁଡ଼ିକ ଥିଲା ଓଡ଼ିଶାର, ଏବଂ ଏହି ମୁଖ୍ୟ ଅଞ୍ଚଳ ଗୁଡ଼ିକରେ ହିଁ ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା। ମୁଖ୍ୟତଃ ଯଦି ଦେଖିବା, ଗଞ୍ଜାମ, ପୁରୀ, କଟକ ଏବଂ ବାଲେଶ୍ୱରରେ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ତୀବ୍ରତର ହୋଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବା ସମୟରେ ନିରଞ୍ଜନ ପଟ୍ଟନାୟକ ଏବଂ ସାରଳା ଦେବୀ ଇଂରେଜମାନଙ୍କ ଦ୍ୱାରା ଗିରଫ ହେଲେ। ନିରଞ୍ଜନ ପଟ୍ଟନାୟକ ଏବଂ ସାରଳା ଦେବୀ ଗଞ୍ଜାମଠାରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ନିରଞ୍ଜନ ପଟ୍ଟନାୟକ ଏବଂ ସାରଳା ଦେବୀ ଗିରଫ ହୋଇଯିବା ପରେ ମଧ୍ୟ ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଦୁର୍ବଳ ହୋଇନଥିଲା। ଏହି ସମୟରେ ବାନର ସେନାମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ପିଲାମାନେ। ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଆଗେଇ ଆସିଥିଲେ ବାନର ସେନା। ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ବାନର ସେନାମାନେ। ବାନର ସେନା କାହାକୁ କୁହାଯାଏ ପିଲାମାନେ? ଦେଖ, 16 ବର୍ଷରୁ କମ୍ ଓଡ଼ିଶାର ଯେଉଁ ପିଲାମାନେ ଥିଲେ ସେମାନଙ୍କୁ ବାନର ସେନା ବୋଲି କୁହାଯାଉଥିଲା, ଏବଂ ସେମାନଙ୍କର କାର୍ଯ୍ୟ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନରେ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବା ସମୟରେ ଏହି ବାନର ସେନା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ
ଏହି ଆଇନ ଅମାନ୍ୟ ଆନ୍ଦୋଳନକୁ ସାହାଯ୍ୟ କରୁଥିଲେ। ସେମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରିକି ଆଇନ ଅମାନ୍ୟ ଆନ୍ଦୋଳନକୁ ଓଡ଼ିଶାରେ ସାହାଯ୍ୟ କରୁଥିଲେ। କ'ଣ କ'ଣ କାର୍ଯ୍ୟ କରୁଥିଲେ ଦେଖ ପିଲାମାନେ, ଯେମିତିକି ଧାରଣା ଦେବା, ତା ସହିତ ପ୍ରଚାର ପତ୍ର ସାଧାରଣ ଜନତାଙ୍କୁ ବାଣ୍ଟିବା ଏବଂ ସାଧାରଣ ଜନତା ଯେତେବେଳେ ଆଇନ ଅମାନ୍ୟ ଆନ୍ଦୋଳନ କରୁଥିଲେ ସେହି ସମୟରେ ବିଦ୍ରୋହୀମାନଙ୍କ ପାଇଁ ଖାଦ୍ୟ ରାନ୍ଧିବା, ଏମିତି ସେମାନେ ମୁଖ୍ୟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥ। ଏହି ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା 1931 ମସିହା ମେ ମାସରେ। ଏହି ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗରେ ଯେଉଁ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହେଲା, ସେହି ଶ୍ରୀଜଙ୍ଗର ଲୋକମାନଙ୍କୁ ତଥା ଓଡ଼ିଶାବାସୀଙ୍କୁ ଇଂରେଜମାନଙ୍କର ଗୋଲାମୀ କରିବା ପାଇଁ ମନା କରିଥିଲେ ଶ୍ରୀଜଙ୍ଗର ସତ୍ୟାଗ୍ରହୀମାନେ। ଶ୍ରୀଜଙ୍ଗରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବା ସମୟରେ ଇଂରେଜମାନେ ଏହି ଶ୍ରୀଜଙ୍ଗରେ 54 ଜଣ ସତ୍ୟାଗ୍ରହୀମାନଙ୍କୁ ଗିରଫ କଲେ ଏବଂ ଶ୍ରୀଜଙ୍ଗ ଉପରେ 6,000 ଟଙ୍କାର କରଭାର ଇଂରେଜମାନଙ୍କ ଦ୍ୱାରା ଶ୍ରୀଜଙ୍ଗ ଉପରେ ଲଦି ଦିଆଗଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଦମନ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜମାନେ ବିଭିନ୍ନ ପ୍ରକାର କାର୍ଯ୍ୟଗୁଡ଼ିକ ଗ୍ରହଣ କରିଥିଲେ। ଯେମିତିକି ଇଂରେଜମାନେ ଓଡ଼ିଶାର ମୁଖ୍ୟ ନେତାମାନଙ୍କୁ ଗିରଫ କଲେ, ସମ୍ବାଦପତ୍ର ଉପରେ କଟକଣା ଲଗାଇଦେଲେ, କଂଗ୍ରେସ ଅଫିସ ଏବଂ ଆଶ୍ରମଗୁଡ଼ିକୁ ତଲାସ କରି ଆନ୍ଦୋଳନର କାଗଜପତ୍ର ସବୁ ଜବତ କଲେ। ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର ହୋଇଗଲା ବୋଲି ଇଂରେଜମାନେ ଘୋଷଣା କଲେ। ସାଧାରଣ ସତ୍ୟାଗ୍ରହୀମାନଙ୍କ ଉପରେ ଲାଠି ଚାଳନା କଲେ, ଗୁଲି ବର୍ଷଣ କଲେ। ଭାରତୀୟ ଜାତୀୟ କଂଗ୍ରେସକୁ ଇଂରେଜମାନେ ବେଆଇନ ବୋଲି ଘୋଷଣା କଲେ। କୌଣସି ସଭା ସମିତି ଓଡ଼ିଶାରେ କରାଯାଇପାରିବ ନାହିଁ ବୋଲି ମଧ୍ୟ ସେମାନେ ଘୋଷଣା କଲେ। ଇଂରେଜମାନେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ଦମନ କରିବା ପାଇଁ ଏହି ସମସ୍ତ ପଦକ୍ଷେପ ଗୁଡ଼ିକ ନେଇଥିଲେ, ଯଦ୍ୱାରା ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ମଧ୍ୟ ପ୍ରଶମନ ହୋଇଯାଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ। ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଆମାନଙ୍କ ମନରେ ଆନ୍ଦୋଳନର ବହ୍ନି ପ୍ରଜ୍ୱଳିତ କରିଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ହେବା ଦ୍ୱାରା ଏହି ଆଇନ ଅମାନ୍ୟ ଆନ୍ଦୋଳନକୁ ଓଡ଼ିଆମାନଙ୍କର ବହୁ ସଂଖ୍ୟାରେ ସମର୍ଥନ ଦେଖାଦେଇଥିଲା। ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ଇଂରେଜମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଇଂରେଜ ସରକାରଙ୍କ ସମସ୍ତ ଆଇନକୁ ଅମାନ୍ୟ କରାଯାଇଥିଲା। ଓଡ଼ିଶାର ଏହି ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଶାବାସୀଙ୍କୁ ଏକ ମହାନ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲା। ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବହୁତ ସଫଳତା ଲାଭ କରିଥିଲା। ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଶାରେ ଇଂରେଜ ଶାସନର କୁଫଳକୁ ଜନସାଧାରଣଙ୍କୁ ଅବଗତ କରାଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ହେବା ଦ୍ୱାରା ଓଡ଼ିଶାବାସୀଙ୍କ ମନରେ ଜାତୀୟ ଭାବ ତିଆରି ବା ସୃଷ୍ଟି ହୋଇଥିଲା। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ହେବା ଦ୍ୱାରା ଓଡ଼ିଶାବାସୀ
ପୂର୍ଣ୍ଣ ସ୍ୱରାଜ ହାସଲ ପାଇଁ ଉଦ୍ୟମ କରିବାକୁ ଉତ୍ସାହିତ ହୋଇଥିଲେ। ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫଳାଫଳଟି ହେଉଛି ପିଲାମାନେ, ଏହି ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନରେ ଅସଂଖ୍ୟ ନାରୀମାନେ ଆନ୍ଦୋଳନରେ ଯୋଗଦାନ କରିଥିଲେ। ପିଲାମାନେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ। ଏହି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ ଏବଂ ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବ, ଯଦ୍ୱାରା ମୁଁ ଯେତେବେଳେ ମଧ୍ୟ +2 ସେକେଣ୍ଡ ଇୟର ଆର୍ଟ୍ସ ହିଷ୍ଟ୍ରିର ଭିଡ଼ିଓ ୟୁଟ୍ୟୁବରେ ଯଦି ଅପଲୋଡ଼ କରିବି ତୁମମାନଙ୍କ ପାଖକୁ ନୋଟିଫିକେସନ୍ ଚାଲିଯିବ।